ସମସ୍ତଙ୍କୁ ନମସ୍କାର। ଇଞ୍ଜିନିୟରିଂ ଡ୍ରଇଂ ଓ କମ୍ପ୍ୟୁଟର ଗ୍ରାଫିକ୍ସ ଉପରେ ଆମର ଅନଲାଇନ୍ ଏନପିଟେଲ୍ ସାର୍ଟିଫିକେସନ୍ ପାଠ୍ୟକ୍ରମକୁ ସ୍ୱାଗତ। ପୂର୍ବ କ୍ଲାସ୍‌ଗୁଡ଼ିକରେ ଆମେ ସଲିଡୱାର୍କସ୍ ସଫ୍ଟୱେର୍ ବିଷୟରେ ଶିଖିଛେ। ଆଜିର କ୍ଲାସ୍‌ରେ ଆମେ ସଲିଡୱାର୍କସ୍‌କୁ କିପରି ବ୍ୟବହାର କରିବା ତାହା ଉପରେ କିଛି ଉଦାହରଣ ଅଭ୍ୟାସ କରିବା। ଡବଲ୍ କ୍ଲିକ୍ କରିବା ପରେ ଏଠାରେ ସଲିଡୱାର୍କସ୍ ଆଇକନ୍ ଅଛି। କିମ୍ବା ଆପ୍ଲିକେସନ୍‌ଗୁଡ଼ିକରୁ ଆମ ପାଖରେ ଏହି ଟର୍ମିନାଲ ରହିବ। ସେଥିପାଇଁ ଏହା ଉପରେ ଆମେ ଯେ କୌଣସି ଏକ ଅବଜେକ୍ଟ ବସ୍ତୁ ଡ୍ର କରିବା ପାଇଁ ଆମେ ଏକ ସ୍ଥିତିରେ ରହିବୁ ଓ ଆପଣ କେଉଁ ଭର୍ସନ ବ୍ୟବହାର କରିବାକୁ ଚାହୁଁଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରେ। ଆମ ପାଖରେ ସଲିଡୱାର୍କସ୍ 2015 ଭର୍ସନ ଅଛି ଓ ଆମେ ଏହାକୁ ବ୍ୟବହାର କରୁଛୁ। ସେଥିପାଇଁ ଯେତେବେଳେ ଆପଣ ନୂତନ ଭର୍ସନ ପାଇଁ ଯାଉଛନ୍ତି ସଫ୍ଟୱେର୍ ପାଇଁ ନୂଆ ଅପଡେଟ୍ସ ସେଠାରେ ରହିବ। ତଥାପି ପୁରୁଣା ଭର୍ସନ ସରଳ ଇଞ୍ଜିନିୟରିଂ ଡ୍ରଇଂ ସମସ୍ୟା ଅଭ୍ୟାସ କରିବା ପାଇଁ କାର୍ଯ୍ୟ କରିଥାଏ। ସଲିଡୱାର୍କସ୍ ଭାବରେ ପ୍ରଥମ ପଦକ୍ଷେପ ହେଉଛି ମାଉସ୍ ବ୍ୟବହାର କରି ଏହି ଅବଜେକ୍ଟ ଦେଇ ଯିବାକୁ ଚେଷ୍ଟା କରିବା ନୂଆ ଭାବେ ନାମିତ କରିବା। ଆମେ ଏଠାରେ ଏହି ନ୍ୟୁ କଣ୍ଟ୍ରୋଲ ଦେଖିପାରିବା। ସେଠାରେ ନ୍ୟୁରେ କ୍ଲିକ୍ କରନ୍ତୁ। ସେଥିପାଇଁ ପ୍ରଥମ ଉଦାହରଣ ଯାହା ଆମେ ଅଭ୍ୟାସ କରୁଛୁ ତାହା ହେଉଛି 2D ସ୍କେଚ୍ କିମ୍ବା ପାର୍ଟ ଡ୍ରଇଂ ଯାହା ସହିତ ଆମେ ଯିବାକୁ ଚାହୁଁଛେ। ସେଥିପାଇଁ ପୂର୍ବ କ୍ଲାସ୍‌ରେ ଆମେ ସଲିଡୱାର୍କସ୍ ବିଷୟରେ ଶିଖିଛେ ତିନି ପ୍ରକାରର ଅବଜେକ୍ଟ ଚିହ୍ନଟ କରେ। ଗୋଟିଏ ହେଉଛି ପାର୍ଟ ଡ୍ରଇଂ, ଅନ୍ୟଟି ହେଉଛି ଆସେମ୍ବଲି ଡ୍ରଇଂ, ଅନ୍ୟଟି ଡ୍ରଇଂ। ତେଣୁ ପ୍ରଥମ 2D ସ୍କେଚ୍‌ଗୁଡ଼ିକ ସରଳ 3D ଅବଜେକ୍ଟ ହୋଇପାରେ ଯାହା ଏକ ସ୍ୱତନ୍ତ୍ର ଅବଜେକ୍ଟ ଅଟେ। ଯଦି ଆପଣ ତିଆରି କରିବାକୁ ଆଗ୍ରହୀ ତେବେ ଆମକୁ ପାର୍ଟ ଡ୍ରଇଂରେ କ୍ଲିକ୍ କରିବାକୁ ହେବ। ପାର୍ଟରେ କ୍ଲିକ୍ କରନ୍ତୁ, ଏହାପରେ ଓକେରେ କ୍ଲିକ୍ କରନ୍ତୁ। ଏହାପରେ ଏହା ଏକ ଖାଲି ସ୍କ୍ରିନ୍ ଖୋଲିଥାଏ। ପୁନର୍ବାର ଆମେ ଏହି ଅବଜେକ୍ଟକୁ ଯାଉ, ନ୍ୟୁ। ଏହାପରେ ଏହା ଏକ ପାର୍ଟ ଡ୍ରଇଂ ପରି କିଛି ଖୋଲିଥାଏ। କ୍ଲିକ୍ କରନ୍ତୁ, ଏହାପରେ ଓକେ। ଏହା ଏହି ଖାଲି ସ୍ଥାନରେ ଏକ ଖାଲି ସ୍ଥାନ ଖୋଲିଦିଏ। ଆମ ପାଖରେ ଫିଚର ମ୍ୟାନେଜର ଅଛି ଯେଉଁଠାରେ ଫ୍ରଣ୍ଟ ପ୍ଲେନ୍, ଟପ୍ ପ୍ଲେନ୍ ଓ ଡାହାଣ ପ୍ଲେନ୍ ରହିଛି। ସମାନ ଭାବରେ ଆମ ପାଖରେ ଏକ ସ୍କେଚ୍ ଟୁଲ୍ ବାର୍ ଭଳି କିଛି ଅଛି। ସ୍କେଚ୍ ଲାଇନ୍ ଓ ବିଭିନ୍ନ ପ୍ରକାରର ଜିନିଷ। ଏଠାରେ ଜୁମ୍ ଭ୍ୟୁ ଓ ଅନ୍ୟାନ୍ୟ ଜିନିଷ ଅଛି ଓ ନିମ୍ନରେ ଆମର ଏମଓଜିଏସ୍ ନାମକ ଏକ ୟୁନିଟ୍ ଅଛି ଓ ଏହି ଏମଓଜିଏସ୍ ଆମର ୟୁନିଟ୍‌କୁ ଉପସ୍ଥାପନା କରେ। ସେଥିପାଇଁ ଏବେ ଚାଲନ୍ତୁ ଏହି ପାର୍ଟ ଡ୍ରଇଂ ଖୋଲିବା ପରେ ଗୋଟିଏ ସରଳ ଉଦାହରଣ ସହିତ ଆରମ୍ଭ କରିବା। ଯଦି ଆମେ କିଛି ଡ୍ର କରିବାକୁ ଚାହିଁବା, ଯଦି ଏହା ଏକ 2D ସିଟ୍ ଅଟେ ଯାହାକୁ ଆମେ ମାନୁଆଲ ଭାବରେ ଡ୍ର କରୁ, ଆମ ପାଖରେ ଏକ ସିଟ୍ ସାଧାରଣ ଭାବେ ଅଛି ଯାହା ପାଇଁ ଆମେ କିଛି ଡ୍ର କରିବା। କିନ୍ତୁ ସଲିଡୱାର୍କସ୍ ପାଇଁ ଆପଣଙ୍କୁ ପ୍ରକୃତରେ ନିର୍ଦ୍ଦିଷ୍ଟ କରିବାକୁ ପଡ଼ିବ ଯେ ଆପଣ କେଉଁ ପ୍ଲେନରେ ଜିନିଷ ଡ୍ର କରିବାକୁ ଚାହୁଁଛନ୍ତି ଓ କିଛି ଡ୍ରଇଂ କରିବା ପାଇଁ ପରାମର୍ଶିତ ପ୍ଲେନ୍ ହେଉଛି ଫ୍ରଣ୍ଟ ପ୍ଲେନ୍‌କୁ ବାଛିବା। ତେଣୁ ଏଥିପାଇଁ ଆମକୁ କ'ଣ କରିବାକୁ ହେବ? ଆପଣଙ୍କୁ ମାଉସକୁ ସାମ୍ନା ପ୍ଲେନ୍‌କୁ ଘୁଞ୍ଚାଇବାକୁ ହେବ। ତାପରେ ଏହା ଏକ ପ୍ଲେନ୍‌ର ଆଇସୋମେଟ୍ରିକ୍ ଭ୍ୟୁ ପରି କିଛି ଚିହ୍ନଟ କରେ। ଆପଣ କିଛି କ୍ଲିକ୍ କରିବା ଉଚିତ ନୁହେଁ, କେବଳ ମାଉସ୍ ଚଳାଇବା ଆବଶ୍ୟକ। ସମାନ ଭାବରେ ଆମେ ଆପଣଙ୍କ ମାଉସକୁ ଟପ୍ ପ୍ଲେନ୍ ଉପରେ ମୁଭ୍ କରାଉଛୁ। ଏହା ସେହି ସର୍ଫେସ୍‌ର ଫ୍ଲାଟ୍ ସେକ୍ସନକୁ ଦେଖାଏ। ତେଣୁ ଯଦି ଆପଣ ଏକ କ୍ୟୁବଏଡ୍ ଭଳି କିଛି ମଧ୍ୟ ଅନୁମାନ କରୁଛନ୍ତି, ଗୋଟିଏ ମିଡ୍ ପ୍ଲେନ୍ ହେଉଛି ଫ୍ରଣ୍ଟ ପ୍ଲେନ୍, କଟ୍ ସେକ୍ସନାଲ ଭଳି ଜିନିଷ ହେଉଛି ଟପ୍ ପ୍ଲେନ୍ ଓ ସେଠାରେ ଏକ ରାଇଟ୍ ପ୍ଲେନ୍ ମଧ୍ୟ ଅଛି, ଆମେ ସେହି କ୍ୟୁବଏଡ୍‌ର ରାଇଟ୍ ପ୍ଲେନ୍ ଦେଖିପାରିବା। ଆମେ ଏହିପରି ପ୍ରକାରର ଆଇସୋମେଟ୍ରିକ୍ ଡ୍ରଇଂ ଦେଖିଛେ। ଯଦି ଆପଣ ଏହା ଦେଖୁଛନ୍ତି, ଫ୍ରଣ୍ଟ ପ୍ଲେନ୍ ଏକ ମୁଖ୍ୟ ଅକ୍ଷକୁ ଉପସ୍ଥାପନା କରେ। ଟପ୍ ପ୍ଲେନ୍ ଆପଣଙ୍କୁ ଅନ୍ୟ ଏକ ମୁଖ୍ୟ ଅକ୍ଷ ଦେଇଥାଏ ଓ ରାଇଟ୍ ପ୍ଲେନ୍ ଆପଣଙ୍କୁ ଅନ୍ୟ ଏକ ଅକ୍ଷ ଦେଇଥାଏ। ତେଣୁ ପ୍ରଥମେ ଆମେ ଯାହା କରିବାକୁ ଯାଉଛୁ ତାହା ହେଉଛି ଫ୍ରଣ୍ଟ ପ୍ଲେନ୍ ବାଛିବା।
ବାଛିବାର ଅର୍ଥ କେବଳ ଆପଣଙ୍କ ମାଉସକୁ ଘୁଞ୍ଚାନ୍ତୁ ଏହାପରେ ସେହି ବଟନର ଡାହାଣ ପାର୍ଶ୍ୱକୁ କ୍ଲିକ୍ କରନ୍ତୁ। ତେବେ ମାଉସରେ ଡାହାଣ ପାର୍ଶ୍ୱ ବାମ ପାର୍ଶ୍ୱ ପାଇଁ ଦୁଇଟି ବଟନ ଅଛି ଓ ଡାହାଣ ପାର୍ଶ୍ୱ ବଟନ ବାଛନ୍ତୁ। ଆପଣ ତାହା କ୍ଲିକ୍ କରିବା ପରେ ଗୋଟିଏ ଥର କ୍ଲିକ୍ କରିବା ଦ୍ୱାରା ଏହା ଏକ ଡାୟଲଗ୍ ବକ୍ସ ଖୋଲିଥାଏ ଯାହାକୁ ଆପଣ ସେହି ପ୍ଲେନରେ ସାଧାରଣ ଭାବରେ ଡ୍ର କରିବାକୁ ଚାହାନ୍ତି। ତେଣୁ ଏହା ହେଉଛି ସିମ୍ବଲ ଯାହା ଆମ ପାଖରେ ଅଛି ତାହା ଏକ ସ୍କୋୟାର ପରି କିଛି। ଏହା ସହିତ ସେହି ଦିଗରେ ପଏଣ୍ଟ କରୁଥିବା ସାଧାରଣ ଭେକ୍ଟର ରହିଛି। ଯଦି ଆପଣ ତାହା କ୍ଲିକ୍ କରନ୍ତି ତାହା ସେହି ଫ୍ରଣ୍ଟ ପ୍ଲେନ୍ ସହିତ ସମାନ ଭାବରେ ରହିବ। ସେଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଆପଣ ନିଜର ମାଉସକୁ ଫ୍ରଣ୍ଟ ପ୍ଲେନକୁ ଘୁଞ୍ଚାଇବା। ଏହାପରେ ଡାହାଣ ପାର୍ଶ୍ୱରେ କ୍ଲିକ୍ କରନ୍ତୁ। ଏହାପରେ ଏହି ସାଧାରଣ ଜିନିଷକୁ କ୍ଲିକ୍ କରନ୍ତୁ ଯାହା ଆମ ପାଖରେ ସେହି ଫ୍ରଣ୍ଟ ପ୍ଲେନରେ ରହିବ। ସମାନ ପ୍ରକାରରେ ଯଦି ଆମେ ଏହାକୁ ଟପ୍ ଲାଇନ୍ ଉପରେ ଡ୍ର କରିବାକୁ ଯାଉଛେ ତେବେ ଆମକୁ ଯାହା କରିବାକୁ ହେବ ତାହା ହେଉଛି ଏକ କ୍ଲିକ୍ କରିବା ଟପ୍ ପ୍ଲେନରେ ଡାହାଣରେ କ୍ଲିକ୍ କରିବା ତାହା ଉପରେ ଏକ ବାମ ପାର୍ଶ୍ୱରେ କ୍ଲିକ୍ କରିବା ଆପଣଙ୍କୁ ଟପ୍ ପ୍ଲେନ୍ ଦେଇଥାଏ। ଆମେ ଫ୍ରଣ୍ଟ ପ୍ଲେନ୍ ସହିତ ଆରମ୍ଭ କରିବା ପାଇଁ ପରାମର୍ଶ ଦିଆଯାଏ ବାମ ପାର୍ଶ୍ୱରେ କ୍ଲିକ୍ କରନ୍ତୁ। ଏହାପରେ ପୁନର୍ବାର ଆଉ ଏକ ବାମରେ କ୍ଲିକ୍ କରିବା ମୋତେ ଫ୍ରଣ୍ଟ ପ୍ଲେନ୍ ଦେଇଥାଏ। ତେଣୁ 2 ଡାଇମେନ୍ସନାଲ ଡ୍ରଇଂ ଯାହା ଆମେ କରିବାକୁ ଯାଉଛେ ଆମେ ଏହାକୁ ଏହି ଫ୍ରଣ୍ଟ ପ୍ଲେନରେ କରିବା। ତେବେ ଚାଲନ୍ତୁ ତାହା କରିବା। ରେଖା ସର୍କଲ କର୍ଭ ଆହୁରି ଅନେକ ପ୍ରକାରର ଅପସନ୍ ଅଛି। ତେଣୁ ପ୍ରଥମଟି ଆମେ ଯାହା କରିବାକୁ ଯାଉଛୁ ତାହା ହେଉଛି ଆପଣଙ୍କର ମାଉସକୁ ମୁଭ୍ କରାନ୍ତୁ। ବାମରେ କ୍ଲିକ୍ କରନ୍ତୁ। ଏହାପରେ ଗୋଟିଏ ରେଖା ଅଛି ସେହି ରେଖାକୁ ବାଛନ୍ତୁ। ଏହାପରେ ଗୋଟିଏ ପଏଣ୍ଟରୁ ଅନ୍ୟ ପଏଣ୍ଟକୁ ଏକ ରେଖା ଡ୍ର କରନ୍ତୁ। ଏହାପରେ ଏଣ୍ଟର ପ୍ରେସ୍ କରନ୍ତୁ। ଏହାପରେ ଏସ୍କେପ୍ ପ୍ରେସ୍ କରନ୍ତୁ। ଏହା ଏକ ରେଖା ଡ୍ର କରିଥାଏ। ଏବେ ଏହି ରେଖା ଆମେ ସେହି ଉଦ୍ଦେଶ୍ୟରେ କିଛି ୟୁନିଟ୍ ନିର୍ଦ୍ଦିଷ୍ଟ କରିବାକୁ ଚାହୁଁଛେ। ଆମକୁ ଏହା କରିବାକୁ ହେବ। ରେଖା ପାଖରେ ଅଛି ସ୍ମାର୍ଟ ଡାଇମେନ୍ସନ୍ ନାମକ ଏକ ବଟନ ଅଛି। ସ୍ମାର୍ଟ ଡାଇମେନ୍ସନ୍ ବ୍ୟବହାର କରି ଆମେ ସେହି ରେଖାର ଲମ୍ବ ଆଡଜଷ୍ଟ କରିପାରିବା। ତେବେ ସେହି ସ୍ମାର୍ଟ ଡାଇମେନ୍ସନରେ କ୍ଲିକ୍ କରନ୍ତୁ। ସେଥିରେ କ୍ଲିକ୍ କରନ୍ତୁ। କୌଣସି କ୍ଲିକ୍ ବିନା ଆପଣଙ୍କ ମାଉସକୁ ମୁଭମେଣ୍ଟ କରାନ୍ତୁ। ଏହାପରେ ସେଥିରେ କ୍ଲିକ୍ କରନ୍ତୁ। ଯଦି ଆପଣ ଡାଇମେନ୍ସନ୍ ସହିତ ଖୁସି ଅଟନ୍ତି ଠିକ୍ ଅଛି। ଯଦି ଆପଣ ସେହି ଡାଇମେନ୍ସନରେ ଖୁସି ନୁହନ୍ତି ତେବେ 50 ରଖନ୍ତୁ। ଏବେ ଆପଣ ୟୁନିଟ୍ ସର୍ବଦା ବଛିପାରିବେ। ତେଣୁ ଯଦି ଆପଣ ସେହି 50 ତଳକୁ ଯାଉଛନ୍ତି ସେହି ୟୁନିଟରେ କିଛି ୟୁନିଟ୍ ଅଛି ଯାହାକୁ ଆମେ ଭାବେ ବାଛିପାରିବା। ଏହା ସରିବା ପରେ ଟିକ୍ ମାର୍କରେ କ୍ଲିକ୍ କରନ୍ତୁ। ତାପରେ ଏହା ଆପଣଙ୍କୁ 50 ଡାଇମେନ୍ସନ୍ ଦେଖାଏ। ପୁଣି ଥରେ ପ୍ରଥମ ଷ୍ଟେପ୍ ହେଉଛି ଏହା ସହିତ ନର୍ମାଲ ଥିବା ଫ୍ରଣ୍ଟ ପ୍ୟାନେଲ ଖୋଲିବା। ଆମେ ଆପଣଙ୍କ ସୁବିଧା ଅନୁସାରେ ଗୋଟିଏ ପଏଣ୍ଟରୁ ଅନ୍ୟ ପଏଣ୍ଟକୁ ଡ୍ର ହୋଇଥିବା ଏକ ରେଖା ବାଛିଥାଉ କାରଣ ଏହା ଏକ ଅଭ୍ୟାସ ସେସନ୍। ଏହାପରେ ଏଣ୍ଟର ପ୍ରେସ୍ କରନ୍ତୁ। ଏହାପରେ ଏସ୍କେପ୍ ପ୍ରେସ୍ କରନ୍ତୁ। ଏହା ଏକ ରେଖା ଡ୍ର କରିଥାଏ। ଯଦି ଆପଣ ମାଉସ୍ ଘୁଞ୍ଚାଉଛନ୍ତି ତେବେ ଆପଣ ଆଉ କିଛି ସୂଚନା ଦେଖୁନାହାନ୍ତି। ଏବେ ଏହି ରେଖା ଆମେ ଆଗକୁ ଉଦ୍ଦେଶ୍ୟ ନେଇ ଆଡଜଷ୍ଟ କରିବାକୁ ଚାହୁଁଛୁ। ଆମେ ଯାହା କରିବାକୁ ଚାହୁଁଛେ ତାହା ହେଉଛି ସ୍ମାର୍ଟ ଡାଇମେନ୍ସନରେ କ୍ଲିକ୍ କରିବା। ସେହି ଡାଇମେନ୍ସନ୍ ସହିତ ଏହି ରେଖାରେ କ୍ଲିକ୍ କରନ୍ତୁ। ଆମେ କେବଳ ଆମର ମାଉସକୁ ଘୁଞ୍ଚାଇ ପାରିବା ଓ ପୁନର୍ବାର ବାମରେ କ୍ଲିକ୍ କରିବା। ଏବେ ଡାଇମେନ୍ସନ୍ ଯାହା ହେଉନା କାହିଁକି ଆମେ 75 ୟୁନିଟ୍ ରେ ଆଗ୍ରହୀ ତେବେ ଓକେରେ କ୍ଲିକ୍ କରନ୍ତୁ। ଏହା 75 ର ଏକ ରେଖା ଡ୍ର କରିଥାଏ। ମୋର ପରାମର୍ଶ ହେଉଛି ଡ୍ରଇଂ କରିବା ପାଇଁ ସମାନ ଡାଇମେନ୍ସନ୍ ସମାନ ସେନ୍ସ ସମାନ ଡାଇମେନ୍ସନ୍ର ୟୁନିଟ୍ ବ୍ୟବହାର କରିବା। ଯଦି ଆପଣ ରୁ ଆରମ୍ଭ କରନ୍ତି ସେହି ସ୍କେଚରେ ସବୁକିଛି ରେ କରାଯାଏ। ଆପଣ ଯାହା କରିବାକୁ ଯାଉଛନ୍ତି କେବଳ ବ୍ୟବହାର କରନ୍ତୁ। ମୁଁ ଏହି କାରଣରୁ ଏହା ପରାମର୍ଶ ଦେଉଛି କାରଣ ଆମେ ପାର୍ଟ ଡ୍ରଇଂ ସ୍ତରରେ ଅଛେ। ଆମେ ଏକ ଅବଜେକ୍ଟ ତିଆରି କରୁ ଓ ସେହିପରି କରାଯାଏ। ସେଥିପାଇଁ ପରବର୍ତ୍ତୀ ପାର୍ଟ ପାଇଁ ୟୁନିଟ୍ ହୋଇପାରେ ଯେତେବେଳେ ଆମେ ଏହାକୁ ସେଣ୍ଟିମିଟରରେ ତିଆରି କରୁ। ଯଦି ଆମେ ଏହି ଅବଜେକ୍ଟ ନେଇ ଯଥେଷ୍ଟ ଯତ୍ନବାନ ନଥାଉ ତେବେ ଆମେ ସେଠାରେ ତିଆରି କରିବା ପାଇଁ ସ୍ଥିତିରେ ନଥାଉ ଓ ଏକ ଅସୁବିଧା ହେବ। ସେଥିପାଇଁ ସବୁବେଳେ ପରି ଗାନ ସିଷ୍ଟମ ଅଫ୍ ୟୁନିଟ୍ ନେଇ କାମ କରନ୍ତୁ। ଏବେ ମୁଁ ଗୋଟିଏରୁ ଅନ୍ୟକୁ ଏକ ଇନକ୍ଲାଇନ୍ଡ ଲାଇନ୍ କରିବାକୁ ଚାହୁଁଛି ଓ ମୁଁ ନିର୍ଦ୍ଦିଷ୍ଟ କୋଣ ସହିତ ଆଉ ଏକ ରେଖା ଡ୍ର କରିବାକୁ ଚାହେଁ।
ସେଥିପାଇଁ ମୋତେ ଯାହା କରିବାକୁ ପଡ଼ିବ ତାହା ହେଉଛି ମୋତେ ପୁନର୍ବାର ରେଖା ବାଛିବାକୁ ହେବ ନାହିଁ କାରଣ ମୁଁ କୌଣସି ଏଣ୍ଟର କିମ୍ବା ଏସ୍କେପ୍ ବଟନରେ ପ୍ରେସ୍ କରିନାହିଁ ସେଥିପାଇଁ ମୁଁ ମୋ ରେଖାକୁ ମୁକ୍ତ ଭାବରେ ଘୁଞ୍ଚାଇ ପାରିବି ଓ ସେହି ଏଣ୍ଟରରେ କ୍ଲିକ୍ କରିପାରିବି। ଏବେ ମୁଁ କେବଳ ଏଣ୍ଟର କରିବି ଓ ଏସ୍କେପ୍ ହୋଇପାରିବି। ସେଥିପାଇଁ ମୁଁ ସେହି ଡ୍ର ମୋଡରୁ ବାହାରି ଆସିବି। ଏବେ ମୁଁ ମୋର ସ୍ମାର୍ଟ ଡାଇମେନସନ୍ ବ୍ୟବହାର କରିପାରିବି। ଏହିଟିକୁ ଯଦି ଆପଣ ଯଥେଷ୍ଟ ସତର୍କ ରୁହନ୍ତି ତେବେ ଆପଣ ଏହି ମାଉସକୁ ଦୈର୍ଘ୍ୟ ସଜାଡ଼ିବା ପାଇଁ ସାଧାରଣ ଭାବରେ ଟାଣିପାରିବେ କିମ୍ବା ଆମେ ସେହି ରେଖାର ଭର୍ଟିକାଲ ହାଇଟ୍ ଦେଇପାରିବା ଗ୍ରାଉଣ୍ଡ ଲେବଲ ଅନୁସାରେ ମଧ୍ୟ ଆପଣଙ୍କୁ କେବଳ ମାଉସ ରୋଟେଟ୍ କରିବାକୁ ହେବ। ତାପରେ ଏହା ସେହି ଉପାୟରେ ପରିଣତ ହୁଏ ଯାହା ଆପଣ ଦେଖନ୍ତି। ରେଖାଗୁଡ଼ିକ ମଧ୍ୟରୁ ଗୋଟିଏ ସେହି ଦିଗରେ ସାଧାରଣ ଭାବରେ ଦେଖାଇବାକୁ ଯାଉଛି। ବ୍ୟବହାର କରିବା ସମୟରେ ଯତ୍ନବାନ ହେବାକୁ ପଡ଼ିବ। ଅନ୍ୟ ଉପାୟରେ ଯଦି ଆପଣ ଏହାକୁ ଟିକେ ରୋଟେଟ୍ କରୁଛନ୍ତି ତେବେ ଏହା ତାହାର ଭର୍ଟିକାଲ ହାଇଟ୍ ଦର୍ଶାଏ। ସେହିଭଳି ଆମେ ମଧ୍ୟ ଏହି ଦିଗରେ ବ୍ୟବହାର କରିପାରିବା। ସେଥିପାଇଁ ଆମେ ଯାହା ଡାଇମେନସନ୍ ରିଲିଜ୍ କରିବାକୁ ଚାହୁଁଛୁ ତାହା ନିର୍ଦ୍ଦିଷ୍ଟ କରନ୍ତୁ ଯେ ଆମେ ତାହା କରିପାରିବା। ଉଦାହରଣ ସ୍ୱରୂପ ମୁଁ 50 ମିଲିମିଟର ଉଚ୍ଚତା ପାଇବାକୁ ଚାହେଁ। ଯାହା ପାଇଁ ମୁଁ ଏହା କରେ 50 ୟୁନିଟ୍ କିମ୍ବା ମିଲିମିଟର ଓ ଓକେରେ କ୍ଲିକ୍ କରେ। ସେଥିପାଇଁ ଏବେ ଆପଣ ଦେଖିବେ ରେଖା ଛୋଟ ହୋଇଯାଇଛି କାରଣ ଗ୍ରାଉଣ୍ଡ ଲେଭେଲ ସହିତ ଭର୍ଟିକାଲ ହାଇଟ୍ ହେଉଛି 50 ମିଲିମିଟର। ଏବେ ଆପଣ ଅନ୍ୟ କିଛି ଅବଜେକ୍ଟ ଡ୍ର କରିବାକୁ ଚାହାନ୍ତି। ଉଦାହରଣ ସ୍ୱରୂପ ଏକ କ୍ରମାଗତ ରେଖା ପରିବର୍ତ୍ତେ ଏକ ସେଣ୍ଟର ଲାଇନ୍ ପରି ଆମେ ଏକ ସେଣ୍ଟର ଲାଇନ୍ ଡ୍ର କରିବାକୁ ଚାହିଁବା ଯାହା ପାଇଁ ଆମକୁ ଏହା କରିବାକୁ ପଡ଼ିବ ଯେ ଏଥିରେ କ୍ଲିକ୍ କରନ୍ତୁ ସେଥିରେ ଏକ ଡ୍ରାଗ୍ ଡାଉନ୍ ପରି ଏକ ଟ୍ରାଏଆଙ୍ଗୁଲାର ବଟନ୍ ରହିଛି ସେଥିରେ କ୍ଲିକ୍ କରନ୍ତୁ। ସେଠାକୁ ଯାଆନ୍ତୁ ଏକ ସେଣ୍ଟର ଲାଇନ୍ ଭାବେ କିଛି ସେଠାରେ ରହିଛି ସେହି ସେଣ୍ଟର ଲାଇନ୍ ବାଛନ୍ତୁ। ଗୋଟିଏ ପଏଣ୍ଟରୁ ଅନ୍ୟ ଏକ ପଏଣ୍ଟକୁ ଡ୍ର କରନ୍ତୁ। ଏହାପରେ ଏଣ୍ଟର ଏହାପରେ ରକ୍ଷାରୁ ଏସ୍କେପ୍ରେ ପ୍ରେସ୍ କରନ୍ତୁ। ସେଥିପାଇଁ ଆପଣ ପୂର୍ବ କ୍ଲାସ୍‌ଗୁଡ଼ିକରେ ଏକ ସେଣ୍ଟର ଲାଇନ୍ ଡ୍ର କରିବା ସ୍ଥିତିରେ ରହିବେ। ଆମେ ଦେଖିଛେ ଯେତେବେଳେ ଆପଣଙ୍କ ପାଖରେ ଆକ୍ସିସିମେଟ୍ରିକ୍ ପ୍ରକାରର ଅବଜେକ୍ଟ ଅଛି ଆମେ ଏହି ସେଣ୍ଟର ଲାଇନ୍ ବ୍ୟବହାର କରୁ ଯାହାଦ୍ୱାରା ସେଣ୍ଟର ଲାଇନ୍ ସର୍ବଦା ଏକ ଷ୍ଟାଣ୍ଡାର୍ଡ ଫର୍ମାଟରେ ଥାଏ ଯେପରିକି ବଡ଼ ଡ୍ୟାସ୍ ପରେ ଛୋଟ ଡ୍ୟାସ୍। ଏବେ ମୁଁ ଏହି ସେଣ୍ଟର ଲାଇନ୍‌କୁ ଏକ ଦୂରତା କିମ୍ବା ବୋଧହୁଏ ଦୈର୍ଘ୍ୟ ଅନୁସାରେ ଆଡଜଷ୍ଟ କରିବାକୁ ଚାହିଁବି ତେବେ ସ୍ମାର୍ଟ ଡାଇମେନସନ୍ ମୁଁ ଏହାକୁ ବ୍ୟବହାର କରିପାରିବି। ଗୋରେ କ୍ଲିକ୍ କରନ୍ତୁ ସେଠାରେ ଏହାକୁ 112 କୁ ଆଡଜଷ୍ଟ କରନ୍ତୁ ମିଲିମିଟର ପରି କିଛି ବି ୟୁନିଟ୍ ଥାଇପାରେ ତାପରେ ଓକେରେ କ୍ଲିକ୍ କରନ୍ତୁ। ଏହା ସ୍ୱୟଂଚାଳିତ ଭାବରେ ସେହି ସେଣ୍ଟର ଲାଇନ୍ ଦୈର୍ଘ୍ୟକୁ ଆଡଜଷ୍ଟ କରେ। ଯେପର୍ଯ୍ୟନ୍ତ ଆପଣ ସ୍କେଚ୍ ମୋଡରେ ଅଛନ୍ତି ଏଠାରେ ଆପଣ ଦେଖିପାରିବେ ଯେ ସେଠାରେ ପେନ୍ସିଲ ପ୍ରକାରର ଜିନିଷ ଓ ଲିଖିତ ପ୍ରକାରର ପରି କିଛି ଆଇକନ୍ ଅଛି ଯାହା ସୂଚାଇଥାଏ ଯେ ଆପଣ ସ୍କେଚ୍ ମୋଡରେ ଅଛନ୍ତି। ଏହାର ଅର୍ଥ ଆପଣ ସେହି ପ୍ଲେନ୍‌ରେ ଅଛନ୍ତି। ଆପଣ କିଛି ଅବଜେକ୍ଟ ବାଛନ୍ତି ଆପଣ ଡ୍ର କରିବା ପାଇଁ ଏକ ସ୍ଥିତିରେ ରହିବେ। ଆପଣ ସ୍କେଚ୍ ମୋଡରୁ ବାହାରକୁ ଆସିବାକୁ ଚାହୁଁଛନ୍ତି କାରଣ ଆପଣ ସେହି ଜିନିଷଗୁଡ଼ିକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଆପଣ ସେହି ଜିନିଷଗୁଡ଼ିକୁ ଇରେଜ୍ କରିବାକୁ ଚାହୁଁଛନ୍ତି। ଆପଣ ଏହା ସିଧା ଏହି ସ୍କେଚ୍ ମୋଡରେ କରିପାରିବେ। ମୁଁ ସିଧାସଳଖ ରେଖା ଡିଲିଟ୍ କରିପାରିବି ନାହିଁ ଓ ସେଥିପାଇଁ ସର୍ବପ୍ରଥମେ ଏସ୍କେପ୍‌ରେ ପ୍ରେସ୍ କରନ୍ତୁ କିମ୍ବା ସେଠାକୁ ଯାଇ ସେଠାରେ ସେହି ଅବଜେକ୍ଟରେ କ୍ଲିକ୍ କରନ୍ତୁ। ତାପରେ ମୁଁ ସେହି ସ୍କେଚ୍ ମୋଡରୁ ବାହାରିଲି। ଏବେ ମୁଁ ଯଦି କୌଣସି ଜିନିଷ ପୁନର୍ବାର ଡ୍ର କରିବାକୁ ଚାହେଁ ତେବେ ମୋତେ ଫ୍ରଣ୍ଟ ପ୍ଲେନ୍ ବାଛିବାକୁ ହେବ ଓ ମୋତେ ଏହା କରିବାକୁ ହେବ। ଏବେ ମୁଁ ଏହି ରେଖା ଡିଲିଟ୍ କରିବାକୁ ଚାହୁଁଛି ମୋତେ ସେଥିରେ କ୍ଲିକ୍ କରିବାକୁ ହେବ। ତାହା କରନ୍ତୁ। ଏହା କହିଥାଏ ଯେ ଏହି ନିମ୍ନ ଆଇଟମ୍ ଡିଲିଟ୍ କରନ୍ତୁ ହଁ ଯଦି ତାହା ହୁଏ ତେବେ ଆପଣ ଏହାକୁ ଡିଲିଟ୍ କରନ୍ତି। ସେଥିପାଇଁ ଯେତେବେଳେ ବି ଆପଣ ସ୍କେଚ୍ ମୋଡରୁ ବାହାରକୁ ଆସୁଛନ୍ତି ଯଦି ଆପଣ ଡିଲିଟ୍ କରୁଛନ୍ତି ସାଧାରଣତଃ ଯଦି ଆପଣ ଡ୍ରଇଂକୁ ସେଭ୍ କରୁନାହାନ୍ତି ତେବେ ଏହା ସବୁକିଛି ଡିଲିଟ୍ କରିଦିଏ। ତେବେ ଆସନ୍ତୁ ଏହାକୁ ପୁଣି ଥରେ କରିବା। ଏଥିରେ ଯଦି ମୁଁ ଚାହେଁ କାରଣ ମୁଁ ଏବେ ସବୁକିଛି ଡିଲିଟ୍ କରିସାରିଛି ଯଦି ମୁଁ ଏହାକୁ ତିଆରି କରିବାକୁ ଚାହିଁବି ଫ୍ରଣ୍ଟ ପ୍ଲେନ୍‌କୁ ଯାଆନ୍ତୁ ଆପଣଙ୍କର ମାଉସକୁ ଘୁଞ୍ଚାନ୍ତୁ ଏହାପରେ ଡାହାଣରେ କ୍ଲିକ୍ କରନ୍ତୁ। ଏହାପରେ ପ୍ଲେନ୍‌ରେ ଏହା ନର୍ମାଲ ଦେଖାଯାଏ। ନର୍ମାଲ ଦେଖାଯାଉଥିବା ପ୍ଲେନ୍‌ରେ କ୍ଲିକ୍ କରନ୍ତୁ। ସେଥିପାଇଁ ନର୍ମାଲ ପ୍ଲେନ୍ ଖୋଲିଥାଏ। ଏବେ ମୁଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏକ ଲାଇନ୍ ସେଣ୍ଟର ଲାଇନ୍ ଡ୍ର କରିବାକୁ ଚାହେଁ। ଏହାପରେ ଏଣ୍ଟର ଏସ୍କେପ୍ ପ୍ରେସ୍ କରନ୍ତୁ। ଏବେ ସେହିଭଳି ମୁଁ ଏକ ରେଖା ପରି କିଛି ଡ୍ର କରିବାକୁ ଚାହେଁ।
ସେଥିପାଇଁ ଏହା ସ୍ୱୟଂଚାଳିତ ଭାବରେ ଚିହ୍ନଟ କରେ ଯେ ସେହି ପରପେଣ୍ଡିକୁଲାର ପ୍ରକାରର ସିଷ୍ଟମ କେଉଁଠାରେ ଅଛି। ମୁଁ ତାହା ପ୍ରେସ୍ କରିପାରିବି। ଏହାପରେ ଏସ୍କେପ୍ ପ୍ରେସ୍ କରିବି। ଆମେ ଏପର୍ଯ୍ୟନ୍ତ ଏସ୍କେପ୍ ମୋଡରେ ଅଛେ। ମୁଁ କେବଳ ଏହି ରେଖା ଡିଲିଟ୍ କରିବାକୁ ଚାହେଁ। ଏହାପରେ ମୁଁ ଆପଣଙ୍କର କିବୋର୍ଡରେ ସେହି ପ୍ରେସ୍ ଡିଲିଟ୍ ବଟନରେ କ୍ଲିକ୍ କରେ। ସେଥିପାଇଁ ଯେତେବେଳେ ଆପଣ ଏକ ନିର୍ଦ୍ଦିଷ୍ଟ ଅବଜେକ୍ଟକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଆପଣଙ୍କୁ ସ୍କେଚ୍ ମୋଡରେ ରହିବାକୁ ହେବ। ଯଦି ଆପଣ ସ୍କେଚ୍ ମୋଡରୁ ବାହାରି ଯାଆନ୍ତି ସେଗୁଡ଼ିକ ମଧ୍ୟରୁ ଗୋଟିଏ ବାଛନ୍ତୁ। ସାଧାରଣତଃ ଯଦି ଆପଣ ଅନ୍ୟ କୌଣସି ଜିନିଷ ନିର୍ଦ୍ଦିଷ୍ଟ କରୁନାହାନ୍ତି ଏହା ସମଗ୍ର ଅବଜେକ୍ଟକୁ ଡିଲିଟ୍ କରିଦିଏ। ତେଣୁ ଆପଣଙ୍କୁ ଡିଲିଟ୍ ଅବଜେକ୍ଟ ବ୍ୟବହାର କରିବା ସମୟରେ ସତର୍କ ରହିବାକୁ ହେବ। ଏବେ ମୁଁ ଏହି ପ୍ଲେନ୍ରେ ଏକ ଆୟତକ୍ଷେତ୍ର ଡ୍ର କରିବାକୁ ଚାହୁଁଛି। ସେଥିପାଇଁ ପ୍ରଥମେ ମୁଁ କ'ଣ କରିବି? ମୁଁ ଏହାକୁ ଫ୍ରଣ୍ଟାଲ ପ୍ଲେନରେ ଡିଲିଟ୍ କରିବି ଓ ମୁଁ ଯିବି। ମୁଁ ସର୍ବଦା ସ୍କ୍ରୋଲ୍ ବଟନ୍ ବ୍ୟବହାର କରିପାରିବି। ଏବେ ମୁଁ ଏହି ଦୁଇଟି ମାଉସ୍ କ୍ଲିକ୍ ମଧ୍ୟରେ ବ୍ୟବହାର କରୁଛି। ସ୍କ୍ରୋଲ୍ ବଟନ୍ ପରି କିଛି ଅଛି। ଯଦି ଆପଣ ଏହାକୁ ସ୍କ୍ରୋଲ୍ କରୁଛନ୍ତି ତେବେ ଏହା ସେହି ପ୍ଲେନ୍ରେ ଜୁମ୍ ହୁଏ କିମ୍ବା ସେହି ପ୍ଲେନ୍ରୁ ଜୁମ୍ ଆଉଟ୍ ହୋଇଯାଏ। ତେବେ ବର୍ତ୍ତମାନ ଆମେ ଏହାକୁ ଜୁମିଂ ଇନ୍ କରୁଛେ। ଏହା ଜୁମିଂ ଆଉଟ୍ ହେଉଛି। ମୁଁ ଏହାକୁ ସଜାଡ଼ିବାକୁ ଚାହେଁ। ମୁଁ ସର୍ବଦା ଏହି ଜୁମ୍କୁ ଏରିଆରେ ବ୍ୟବହାର କରିପାରିବି। ଏହିଭଳି ବଟନ୍ ରହିଛି ଯଥା ଜୁମ୍ ଟୁ ଏରିଆ, ଜୁମ୍ ଆଉଟ୍ ଅଫ୍ ଦ୍ୟାଟ୍ ପ୍ଲେନ୍। ଏବେ ସେହି ଫ୍ରଣ୍ଟାଲ ପ୍ଲେନ୍ରେ ମୁଁ ଗୋଟିଏ ସ୍ଥାନରୁ ଏକ କର୍ଣ୍ଣର ଆୟତକ୍ଷେତ୍ର ଡ୍ର କରିବାକୁ ଚାହେଁ। ମୋତେ କର୍ଣ୍ଣର ଆୟତକ୍ଷେତ୍ର କରିବାକୁ ହେବ ଅର୍ଥାତ୍ ମୋତେ ଗୋଟିଏ କୋଣକୁ ଅନ୍ୟ କୋଣକୁ ନିର୍ଦ୍ଦିଷ୍ଟ କରିବାକୁ ହେବ। ତେଣୁ ମୁଁ ଏହା କରିବି। କର୍ଣ୍ଣର ଆୟତକ୍ଷେତ୍ରରେ କ୍ଲିକ୍ କରନ୍ତୁ। ଏହାପରେ କ୍ଲିକ୍ କରିବା ଅର୍ଥ ଏହାକୁ କ୍ଲିକ୍ କରି ଧରି ରଖିବା। ଚାଲନ୍ତୁ ଏହାକୁ ପୁଣି ଥରେ କରିବା। ଯଦି ମୁଁ ସ୍କେଚ୍ ମୋଡରେ ସବୁକିଛି ଡିଲିଟ୍ କରିବାକୁ ଚାହେଁ ମୁଁ ଯାହା କରିପାରିବି ତାହା ହେଉଛି ଆପଣଙ୍କର ବାମରେ କ୍ଲିକ୍ କରି ବଟନ୍ ଧରି ରଖନ୍ତୁ। ଏହାକୁ ଧରି ରଖନ୍ତୁ। ଏହାର ଅର୍ଥ ହେଉଛି ରିଲିଜ୍ ନକରି କ୍ରମାଗତ ଭାବରେ ପ୍ରେସ୍ କରନ୍ତୁ। ଏହାପରେ ଅବଜେକ୍ଟକୁ ବାଛନ୍ତୁ। ଏହାପରେ ଏହା ସବୁକିଛି ବାଛିଥାଏ। ଏହାପରେ ଆପଣ ଡିଲିଟ୍ କରିପାରିବେ। ସେଥିପାଇଁ ଏବେ ମୁଁ ସେହି ପ୍ଲେନ୍ରେ ସେହି ନର୍ମାଲ ପାଇଁ ଏକ କର୍ଣ୍ଣର ଆୟତକ୍ଷେତ୍ର ଡ୍ର କରିବାକୁ ଚାହେଁ। କର୍ଣ୍ଣର ଆୟତକ୍ଷେତ୍ରରେ କ୍ଲିକ୍ କରନ୍ତୁ। ମୁଁ ଆଦୌ ମାଉସ୍ ସ୍ପର୍ଶ କରିନଥିଲି କାରଣ ମୁଁ ସେହି କୋଣରେ କ୍ଲିକ୍ କରିସାରିଛି। ସେହି ସ୍ଥାନରୁ ମୁଭ୍ କରିସାରିଛି। ଏବେ ଆମେ ଯାହା କରିବାକୁ ଯାଉଛେ ତାହା ହେଉଛି ଗୋଟିଏ କର୍ଣ୍ଣର ପଏଣ୍ଟ ବାଛିବା ଅର୍ଥାତ୍ କ୍ଲିକ୍ କରି ଧରି ରଖନ୍ତୁ। ସେହି ମାଉସକୁ ଧରି ରଖନ୍ତୁ। ଏହାପରେ ସେହି ବଟନ୍କୁ ଧରି ରଖି ଆପଣଙ୍କର ମାଉସ୍କୁ ମୁଭ୍ କରାନ୍ତୁ। ତାହାକୁ ପ୍ରେସ୍ କରି ଧରି ରଖନ୍ତୁ ଓ ଏବେ ଏହାକୁ ଗୋଟିଏ ସ୍ଥାନକୁ ମୁଭ୍ କରାନ୍ତୁ। ଥରେ ଏହା ହୋଇଗଲେ ଆପଣଙ୍କ ପାଖରେ ପ୍ଲେନ୍ରେ ସେହି ଆୟତକ୍ଷେତ୍ର ରହିବ। ଏବେ ମୁଁ ସେହି ଆୟତକ୍ଷେତ୍ରର ନିର୍ଦ୍ଦିଷ୍ଟ ପରିମାଣ ଉପରେ ତାହା କରିବାକୁ ଚାହେଁ। ମୁଁ ପୁନର୍ବାର ସ୍ମାର୍ଟ ଡାଇମେନ୍ସନ୍ ବ୍ୟବହାର କରିପାରିବି। ସେଗୁଡ଼ିକ ମଧ୍ୟରୁ ଗୋଟିଏରେ କ୍ଲିକ୍ କରନ୍ତୁ। ଏହା ଏବେ 49/22 ଯାହା ମୁଁ ଚାହୁଁଛି ତାହା ହେଉଛି 50 ମିଲିମିଟର ଯାହା ମୁଁ 50 ମିଲିମିଟର ହେବାକୁ ଚାହୁଁଛି। ଏହାପରେ ଓକେରେ କ୍ଲିକ୍ କରନ୍ତୁ। ଏହାପରେ ଏସ୍କେପ୍ ପ୍ରେସ୍ କରନ୍ତୁ। ଏହାର ଅର୍ଥ ହେଉଛି ଅନ୍ୟ ପାର୍ଶ୍ୱରେ 50 ମିଲିମିଟର ସ୍ଥିର ହୋଇଛି। ମୁଁ ପୁନର୍ବାର ଡାଇମେନ୍ସନ୍ ଆଡଜଷ୍ଟ କରିବାକୁ ଚାହୁଁଛି ଯାହା ମୁଁ ବ୍ୟବହାର କରିପାରିବି ତାହା ହେଉଛି ତାହା କ୍ଲିକ୍ କରନ୍ତୁ। ଏହାକୁ ପ୍ରାୟ 25 ମିଲିମିଟରକୁ ଘୁଞ୍ଚାନ୍ତୁ। ତେବେ ମିଲିମିଟର ରହିଛି। ଓକେରେ କ୍ଲିକ୍ କରନ୍ତୁ। ଏହାପରେ ଏସ୍କେପ୍ରେ ପ୍ରେସ୍ କରନ୍ତୁ। ଯଦି ଆପଣଙ୍କର ସରିଯାଇଛି ତେବେ ଏହା ସଠିକ୍ ଡାଇମେନ୍ସନ୍ ସହିତ ସମ୍ପୂର୍ଣ୍ଣ ଆୟତକ୍ଷେତ୍ର ତିଆରି କରିଥାଏ। ଏବେ ଆମେ ଯାଇ ଅନ୍ୟ ଏକ ପ୍ରକାରର ଆୟତକ୍ଷେତ୍ର ତିଆରି କରିବା। ଯେତେବେଳେ ଆମେ ବିଭିନ୍ନ ଜିନିଷ ତିଆରି କରିବାକୁ ଚାହିଁବା ଆମେ ଏହି ଆୟତକ୍ଷେତ୍ରକୁ ବ୍ୟବହାର କରୁ ଯାହାକୁ ଆମେ ସେଣ୍ଟର ଆୟତକ୍ଷେତ୍ର ବୋଲି କହିଥାଉ। ଯାହାର ଅର୍ଥ ହେଉଛି ମୁଁ ଗୋଟିଏ ପଏଣ୍ଟ ବାଛିବା ପାଇଁ ଏକ ସ୍ଥିତିରେ ରହିବି ଯେଉଁଠାରୁ ମୋତେ ପୁରା ପୃଷ୍ଠାରେ ଆୟତକ୍ଷେତ୍ର ଆରମ୍ଭ କରିବାକୁ ହେବ। ଏହା ଫ୍ରଣ୍ଟାଲ ପ୍ଲେନରେ ଆମର 2 ଡାଇମେନ୍ସନ୍ ପେଜ୍ ପରି ସାଧାରଣ ଦିଗରେ ରହିଛି। ଆମେ ତିଆରି କରିବାକୁ ଯାଉଥିବା ଫ୍ରଣ୍ଟାଲ ପ୍ଲେନ୍ରେ କ୍ଲିକ୍ କରନ୍ତୁ। ସେହି ନିର୍ଦ୍ଦିଷ୍ଟ ପରପେଣ୍ଡିକୁଲାର ପ୍ଲେନ୍ ଉପରେ ଆମେ ତିଆରି କରିବାକୁ ଯାଉଥିବା ଯେ କୌଣସି 2D ଡ୍ରଇଂ ଓ ଆମେ ବ୍ୟବହାର କରିବାକୁ ଯାଉଥିବା ପରାମର୍ଶିତ ପ୍ଲେନ୍ଟି ହେଉଛି ଫ୍ରଣ୍ଟାଲ ପ୍ଲେନ୍। ଏବେ ଗୋଟିଏ ପଏଣ୍ଟ ଅଛି ଯେଉଁଠାରୁ ଆୟତକ୍ଷେତ୍ରର ସେଣ୍ଟର ସେଠାରେ ରହିବା ଆବଶ୍ୟକ। ସେହି ପ୍ରକାରର ଆୟତକ୍ଷେତ୍ର ଯାହାକୁ ଆମେ ସେଣ୍ଟର ଆୟତକ୍ଷେତ୍ର ବୋଲି କହୁଛୁ। ଉଦାହରଣ ସ୍ୱରୂପ ଏହା ଯାହାକୁ ମୁଁ ବାଛିଛି। ଏବେ ଏଥିପାଇଁ
ସେଥିପାଇଁ ମୋତେ ପଏଣ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିବାକୁ ହେବ ଅର୍ଥାତ୍ ଏବେ ମୋ ହାତ ଏହି ମାଉସକୁ ସ୍ପର୍ଶ କରୁନାହିଁ ଏବେ ମୁଁ ମୋ ମାଉସକୁ ମୁଭ୍ କରାଇବି ସେହି ଗୋଟିଏ ପଏଣ୍ଟ ଉପରେ ବାମରେ କ୍ଲିକ୍ କରିବି ତାପରେ ମୁଭ୍ କରାଇବି ମୁଁ ଏହାକୁ ପ୍ରେସ୍ କରିନାହିଁ ଧରି ରଖିନାହିଁ ମୁଁ କେବଳ କ୍ଲିକ୍ କରିଛି ଏହା ସେହି କର୍ଣ୍ଣର ପଏଣ୍ଟଗୁଡ଼ିକୁ ବାଛିଛି ଏବେ ମୁଁ ମୋ ମାଉସକୁ ଭଲ ଭାବରେ ମୁଭ୍ କରାଉଛି ବିଭିନ୍ନ ସ୍ଥାନରେ ରିଲିଜ୍ କରୁଛି ତାହାର ଆଧାରରେ ମୁଁ ଏକ ଆୟତକ୍ଷେତ୍ର ତିଆରି କରିବାର ସ୍ଥିତିରେ ଅଛି ଏବେ ପୁଣି ଥରେ କ୍ଲିକ୍ କରନ୍ତୁ ଏବେ ମୋର ହାତ ମଧ୍ୟ ଖାଲି ଆୟତକ୍ଷେତ୍ର ତିଆରି କରାଯାଇଛି ଏବେ ମୁଁ ଏହାକୁ 10 ୟୁନିଟ୍ 10 ମିଲିମିଟର ବୋଲି ନିର୍ଦ୍ଦିଷ୍ଟ କରିବାକୁ ସ୍ମାର୍ଟ ଡାଇମେନ୍ସନ୍ କରିବାକୁ ଚାହୁଁଛି ଓକେରେ କ୍ଲିକ୍ କରନ୍ତୁ ଏବେ ଅନ୍ୟାନ୍ୟ ଡାଇମେନ୍ସନ୍ ମୁଁ ଏଥିପାଇଁ ପୁନର୍ବାର ବ୍ୟବହାର କରିବାକୁ ଚାହେଁ ମୁଁ ସ୍ମାର୍ଟ ଡାଇମେନ୍ସନ୍ରେ କ୍ଲିକ୍ କରିପାରିବି କିମ୍ବା ମୁଁ ସ୍ମାର୍ଟ ଡାଇମେନ୍ସନ୍ରେ ହିଁ ରହିଛି ସ୍ମାର୍ଟ ଡାଇମେନ୍ସନ୍ ଏଠାରେ ହାଇଲାଇଟ୍ ହେବାର କାରଣ ସେଥିପାଇଁ ପୁନର୍ବାର ସ୍ମାର୍ଟ ଡାଇମେନ୍ସନ୍ରେ କ୍ଲିକ୍ କରନ୍ତୁ ଓ ଏହାକୁ ମିଲିମିଟର ପରି 40 ୟୁନିଟ୍ ଭାବରେ ବ୍ୟବହାର କରନ୍ତୁ ଓକେ ଏହାପରେ ଏସ୍କେପ୍ ଓ ଏସ୍କେପ୍ ପ୍ରେସ୍ କରନ୍ତୁ ତେବେ ଆମର ସେହି ସେଣ୍ଟର ଆୟତକ୍ଷେତ୍ର ସହିତ କାମ ସରିଯାଇଛି ଏବେ ଆମେ ଏଠାରେ ଅନ୍ୟ ପ୍ରକାରର ଆୟତକ୍ଷେତ୍ର ବ୍ୟବହାର କରିପାରିବା 3 ପଏଣ୍ଟ କର୍ଣ୍ଣର ଆୟତକ୍ଷେତ୍ର ପରି ଆଉ ଏକ ଅପସନ୍ ଅଛି ଆମ ପାଖରେ 3ଟି ଭିନ୍ନ ପଏଣ୍ଟ ଅଛି ମୁଁ ଏକ କର୍ଣ୍ଣର ଆୟତକ୍ଷେତ୍ର ତିଆରି କରିବାକୁ ଚାହୁଁଛି ସେଥିପାଇଁ ମୋତେ କ'ଣ କରିବାକୁ ହେବ ତାହା ବାଛନ୍ତୁ ଏହାପରେ କୌଣସି ବଟନ୍ ନ ଧରି ଆପଣଙ୍କ ମାଉସକୁ ଘୁଞ୍ଚାନ୍ତୁ ପ୍ରଥମ ପଏଣ୍ଟ ଦ୍ୱିତୀୟ ପଏଣ୍ଟ ବୋଧହୁଏ ତୃତୀୟ ପଏଣ୍ଟ ବାଛନ୍ତୁ ଥରେ ଏହା ହୋଇଗଲେ ଏସ୍କେପ୍ ପ୍ରେସ୍ କରନ୍ତୁ ଏସ୍କେପ୍ 2 ଥର ଦବାନ୍ତୁ ତେବେ ଏହା ଅବଜେକ୍ଟକୁ ଫିକ୍ସ କରିଦିଏ ଏବେ ସ୍ମାର୍ଟ ଡାଇମେନ୍ସନ୍ ବ୍ୟବହାର କରନ୍ତୁ ଧରି ନିଆଯାଉ ଏହାକୁ 15 ୟୁନିଟ୍ରେ ପରିବର୍ତ୍ତନ କରନ୍ତୁ ଓ ବୋଧହୁଏ ଏହା 24 ୟୁନିଟ୍ ଏହାପରେ ଏସ୍କେପ୍ ପ୍ରେସ୍ କରନ୍ତୁ ଏହି 3 ପଏଣ୍ଟ ବ୍ୟବହାର କରି ଏହିପରି ଭାବରେ କର୍ଣ୍ଣର ଆୟତକ୍ଷେତ୍ର ତିଆରି କରିବାକୁ ହେବ ଏବେ ବୋଧହୁଏ ଆମେ ଏକ ବର୍ଗକ୍ଷେତ୍ର ତିଆରି କରିବାକୁ ଚାହୁଁଛୁ ତାହା କିପରି କରିବା ସେହି ସମାନ ଆୟତକ୍ଷେତ୍ର ଆମେ ତାହା ବ୍ୟବହାର କରିପାରିବା ଆମେ ଉଭୟ ପାର୍ଶ୍ୱରେ ଆଡଜଷ୍ଟ କରିବା ପାଇଁ ସ୍ମାର୍ଟ ଡାଇମେନ୍ସନ୍ ବ୍ୟବହାର କରୁ ଆମେ ଏହି କର୍ଣ୍ଣର ଆୟତକ୍ଷେତ୍ର ପରି ଯେକୌଣସି ଗୋଟିଏ ପଏଣ୍ଟରୁ ଅନ୍ୟ ପଏଣ୍ଟକୁ ବ୍ୟବହାର କରୁ ପ୍ରଥମେ ମୁଁ ଏହାକୁ ଏକ ଆୟତକ୍ଷେତ୍ର ପରି ଡ୍ର କରିବି ଏହାପରେ ମୁଁ ସ୍ମାର୍ଟ ଡାଇମେନ୍ସନ୍ ବ୍ୟବହାର କରିବି ଏହାକୁ 10 ୟୁନିଟ୍ ଭାବରେ କ୍ଲିକ୍ କରନ୍ତୁ ଓ ଏହା ମଧ୍ୟ 10 ୟୁନିଟ୍ ଏହାପରେ ଏସ୍କେପ୍ ପ୍ରେସ୍ କରନ୍ତୁ ସେଥିପାଇଁ ସମାନ କମାଣ୍ଡ ଯେପରି ଆୟତକ୍ଷେତ୍ର ଜଣେ ବର୍ଗକ୍ଷେତ୍ର ମଧ୍ୟ ତିଆରି କରିପାରିବ ଆପଣ ଯେକୌଣସି ବର୍ଗକ୍ଷେତ୍ର ଯେକୌଣସି ଆୟତକ୍ଷେତ୍ର ତିଆରି କରିବାକୁ ଚାହୁଁଛନ୍ତି ଅବଜେକ୍ଟ ମଧ୍ୟରେ ଏହା ସିଧାସଳଖ ହୁଏ ଆପଣ ରେଖାରେ କ୍ଲିକ୍ କରନ୍ତୁ ଏକ ପଏଣ୍ଟ ବାଛନ୍ତୁ ସେଠାରୁ ସେହି ରେଖାର ମିଡ୍ ପଏଣ୍ଟ ଯେଉଁଠାକୁ ଆପଣ ସଂଯୁକ୍ତ କରିବାକୁ ଚାହୁଁଛନ୍ତି ସେଠାକୁ ଗୋଟିଏ ପଏଣ୍ଟ ବାଛନ୍ତୁ ଏହାପରେ ଏଣ୍ଟର ପ୍ରେସ୍ କରନ୍ତୁ ସେହି ରେଖା ସହିତ ଆମର କାମ ସରିଯାଇଛି ଏବେ ଆମେ ସମାନ୍ତରାଳ କ୍ଷେତ୍ର ତିଆରି କରିବା କାରଣ ଆୟତକ୍ଷେତ୍ର ସବୁବେଳେ ସେହି ଧାରଗୁଡ଼ିକୁ 90 ଡିଗ୍ରୀରେ ବର୍ଗକ୍ଷେତ୍ର କରିଥାଏ 90 ଡିଗ୍ରୀ ସମାନ୍ତରାଳ କ୍ଷେତ୍ର ମଧ୍ୟ କରିଥାଏ ଯଦି ମୁଁ ତିଆରି କରିବାକୁ ଚାହିଁବି ମୋତେ କ'ଣ କରିବାକୁ ହେବ ସେହି ସମାନ୍ତରାଳ କ୍ଷେତ୍ରରେ କ୍ଲିକ୍ କରନ୍ତୁ ଏବେ ଯଦି ଆପଣ ଦେଖୁଛନ୍ତି ମାଉସ୍ ନିଜେ କର୍ସର ଲେଭଲରେ ଅଛି ତେବେ ଏହା ସମାନ୍ତରାଳ କ୍ଷେତ୍ର ଭଳି କିଛି ଦେଖାଉଛି ଯଦି ଆପଣ ଏହି ବାମ ପାର୍ଶ୍ୱରେ ଯତ୍ନର ସହ ଦେଖୁଛନ୍ତି ସେଠାରେ ଅପସନ୍ ଗୁଡ଼ିକ ଅଛି ତେବେ ଆପଣଙ୍କର ସଲିଡୱାର୍କସ୍ ବିଭିନ୍ନ ଅପସନ୍ ଦେଇଥାଏ ଯଦି ଆପଣ ଏହି କର୍ଣ୍ଣରରୁ କର୍ଣ୍ଣର ପ୍ରକାରର ଜିନିଷ ଚାହାନ୍ତି ବୋଧହୁଏ ସେଣ୍ଟର କର୍ଣ୍ଣର ଭଳି ଜିନିଷଗୁଡ଼ିକ ହେଉଛି 3 ପଏଣ୍ଟ ପ୍ରକାରର ଜିନିଷ ଓ ଆହୁରି ଅନେକ ରହିଛି ଓ ଏହି ସମାନ୍ତରା କ୍ଷେତ୍ର ଆମେ ସେହି ଉପାୟରେ ମଧ୍ୟ ବ୍ୟବହାର କରିପାରିବା ଆପଣ ଆୟତକ୍ଷେତ୍ର ସହିତ ସମାନ ପରି କର୍ଣ୍ଣରରୁ କର୍ଣ୍ଣର ରହିଛି ଆମେ କର୍ଣ୍ଣରରୁ କର୍ଣ୍ଣର ସମାନ୍ତରାଳ କ୍ଷେତ୍ର ତିଆରି କରିଛେ ଏହା ଏକ ଡିଫଲ୍ଟ ଅପସନ୍ ଏଠାରେ ହାଇଲାଇଟ୍ ହୋଇଛି ଯେହେତୁ ଆପଣଙ୍କୁ ପ୍ରଥମ ପଏଣ୍ଟ ଦ୍ୱିତୀୟ ପଏଣ୍ଟ ବାଛିବାକୁ ହେବ କିଛି ଇନକ୍ଲିନେସନ୍ ଆଙ୍ଗଲ 3 ଯଦି ଆମେ ଏହାକୁ ତିଆରି କରୁ ତେବେ ଆସନ୍ତୁ ତାହା କରିବା ପ୍ରଥମ ପଏଣ୍ଟ ଦ୍ୱିତୀୟ ପଏଣ୍ଟ ଆପଣ ତୃତୀୟ ପଏଣ୍ଟ ଦେଖିବେ ଯଦି ମୁଁ ମୁଭ୍ କରିବା ଏହା ଇନକ୍ଲିନେସନ୍ ଆଙ୍ଗଲ ପାଇଁ ଆଡଜଷ୍ଟ କରେ
ଓ ତାହା ହୋଇଯାଇଛି। ଏବେ ମୋ ଡାଇମେନସନ୍ ସ୍ମାର୍ଟ ଡାଇମେନସନ୍ ଉପରେ ଆଧାର କରି ମୁଁ ଯାହା କରିପାରିବି ତାହା ହେଉଛି ମୁଁ ବ୍ୟବହାର କରିପାରିବି ଯାହା ହୁଏତ ତାହା ନିର୍ଦ୍ଦିଷ୍ଟ କରେ। ଏବେ ମୁଁ କେବଳ ଦୈର୍ଘ୍ୟ ଦୃଷ୍ଟିରୁ ଚାହେଁ ନାହିଁ କିନ୍ତୁ ଆଙ୍ଗୁଲାର ଡାଇମେନସନ୍ ପରି କିଛି ଚାହେଁ ମୁଁ ଏହାକୁ ପାଇବାକୁ ଚାହେଁ। ଫର୍ଦର ପର୍ପୋଜ ଆମେ ମଧ୍ୟ ସ୍ମାର୍ଟ ଡାଇମେନସନ୍ ବ୍ୟବହାର କରିପାରିବା। ସେଠାରେ କିଛି ଭୂସମାନ୍ତରାଳ ଭାବେ ଅଛି। ଓକେ ଅର୍ଡିନେଟ୍ ଡାଇମେନସନ୍ ଅଛି ଚାଲନ୍ତୁ ତାହା ବାଛିବା। ଉଦାହରଣ ସ୍ୱରୂପ ଏହି ଦୁଇ ପଏଣ୍ଟ ମଧ୍ୟରେ ଭୂସମାନ୍ତରାଳ ଦୂରତା 15 ୟୁନିଟ୍ ହେବା ଉଚିତ। ଏହାପରେ ଆମେ ଗୋଟିଏ କୋଣରୁ ଅନ୍ୟ କୋଣକୁ 15 କ୍ଲିକ୍ କରିବା ଧରି ନିଆଯାଉ ହରାଇଜଣ୍ଟାଲ ଦୂରତା 15 ସମାନ ଭାବରେ ଭର୍ଟିକାଲ ମଧ୍ୟ ଆମେ ଏହାକୁ ଆଡଜଷ୍ଟ କରିପାରିବା। ସମାନ ସମାନ୍ତରାଳ କ୍ଷେତ୍ରରେ ଆମେ ଯଦି ଦୁଇଟି କର୍ଣ୍ଣର ପଏଣ୍ଟ ବ୍ୟବହାର କରିବାକୁ ଚାହିଁବା ପ୍ରଥମ ପଏଣ୍ଟ ଦ୍ୱିତୀୟ ପଏଣ୍ଟ ଯଦି ଆପଣ ବାଛୁଛନ୍ତି ତେବେ ଏହା ସିଧାସଳଖ ଏକ ଆୟତକ୍ଷେତ୍ର ତିଆରି କରେ କାରଣ ଆୟତକ୍ଷେତ୍ର ଏହି ସମାନ୍ତରାଳ କ୍ଷେତ୍ରର ଏକ ଅଂଶ। ଏବେ ଆମେ ଏକ ନୂଆଟିଏ ଖୋଲିବା ପାଇଁ ସିଧାସଳଖ ଏହି ସିଟ୍‌କୁ ବନ୍ଦ କରିପାରିବା କିମ୍ବା ଆମେ ଏହି ଡ୍ରଇଂକୁ ସେଭ୍ କରିବାକୁ ଆଗ୍ରହୀ ଅଟନ୍ତି ତେବେ ଆମକୁ ଯାହା କରିବାକୁ ପଡ଼ିବ ତାହା ହେଉଛି ସ୍କେଚ୍ ମୋଡରୁ ବାହାରି ଆସନ୍ତୁ। ସେଠାରେ ଟପ୍‌କୁ ଯାଆନ୍ତୁ। ସେଠାରେ ନୂଆ ସେଭ୍ ଭଳି କିଛି ଜିନିଷ ଅଛି। ମୁଁ ସବୁବେଳେ ମୋର ଡ୍ରଇଂକୁ ସର୍ବଦା ସେଭ୍ କରିପାରିବି ଯେପରି ଏକ ନିର୍ଦ୍ଦିଷ୍ଟ ଜିନିଷକୁ ସେଭ୍ କରେ। ବୋଧହୁଏ ଆପଣ ଡେସ୍କଟପ୍‌ରେ କିଛି ତିଆରି କରିପାରିବେ। ଏକ ଡିରେକ୍ଟୋରୀ ତିଆରି କରିବା ସର୍ବଦା ପସନ୍ଦିତା ହୋଇଥାଏ। ନ୍ୟୁ ଫୋଲ୍ଡରରେ ଡ୍ରଇଂ ଅଭ୍ୟାସ ଏହାପରେ ଓପନରେ କ୍ଲିକ୍ କରନ୍ତୁ। ଏହା ହେଉଛି ପ୍ରଥମ ଡ୍ରଇଂ ଯାହା ଆମେ ପାଇବାକୁ ଚାହୁଁଛେ ଏହାକୁ ମୁଁ ନାମିତ କରୁଛି ପାର୍ଟଦାନ 2D ଡ୍ରଇଂ। ଡ୍ରଇଂ ସେଭ୍ କରିବା ପାଇଁ ଏବେ ଏଠାରେ ନୋଟେସନ୍ ହେଉଛି ଯେହେତୁ ସଲିଡୱାର୍କସ୍ ଡ୍ରଇଂ ସେଭ୍ କରିବା ପାଇଁ ଏକ ବିଶେଷ ଫର୍ମାଟ୍ ବ୍ୟବହାର କରେ ସେଠାରେ ପାର୍ଟ ଅପସନ୍ ଏସ୍ଏଲ୍ଡି ପାର୍ଟ ପରି କିଛି ଅଛି। ଏହାର ଅର୍ଥ ହେଉଛି ସଲିଡୱାର୍କସ୍ ପାର୍ଟ କିମ୍ବା ପାର୍ଟ ଡ୍ରଇଂର ଏକ ପାର୍ଟ। ଏହାକୁ ଆପଣ ସର୍ବଦା ବିଭିନ୍ନ ଭର୍ସନରେ ସେଭ୍ କରିପାରିବେ। ଯେପରି ଆପଣଙ୍କ ପାଖରେ ମଧ୍ୟ ବିଭିନ୍ନ ପ୍ରକାରର ଫର୍ମାଟ୍ ଅଛି। ଆପଣ ଏହାକୁ ସେଭ୍ କରିପାରିବେ ଓ ଆଗକୁ ବଢ଼ିପାରିବେ। ମାତ୍ର ଯଦି ଆପଣ ଏହାକୁ ପାର୍ଟ ଡ୍ରଇଂ କିମ୍ବା .piat କିମ୍ବା .sld ପରି ସେଭ୍ କରିବାକୁ ଯାଉଛନ୍ତି ତେବେ ଆପଣ ପରେ ଡ୍ରଇଂକୁ ଡିଲିଟ୍ ଇନଭୋକ୍ କରିପାରିବେ ଓ ଜିନିଷଗୁଡ଼ିକ ଅପଡେଟ୍ କରିପାରିବେ। ଅଧିକ ବିବରଣୀ ଯୋଡ଼ିପାରିବେ କିମ୍ବା ଡ୍ରଇଂକୁ ଏଡିଟ୍ କରିପାରିବେ ଆମେ ମଧ୍ୟ କରିପାରିବା। ପ୍ରଥମ ସୋପାନ ହେଉଛି ଆପଣ ଜାଣିବା ଏହାକୁ କିପରି ସେଭ୍ କରିବେ। ତେଣୁ ଡ୍ରଇଂକୁ ସର୍ବଦା ସେଭ୍ କରାଯାଏ। ଏବେ ତୁରନ୍ତ ସିଧା କ୍ଲିକ୍ କରି ଏହି ଡ୍ରଇଂକୁ ବନ୍ଦ କରନ୍ତୁ। ଏବେ ଆମେ ଏହାକୁ ଖୋଲିବାକୁ ଚାହୁଁଛେ ତେବେ ନୂଆଟିକୁ ଖୋଲନ୍ତୁ। ଏହାପରେ ନୂଆରେ କ୍ଲିକ୍ କରିବା। ଯଦି ଆମେ ପୁରୁଣାଟିକୁ ଖୋଲିବାକୁ ଚାହୁଁଛେ ସେଠାରେ ପାର୍ଟଦାନ 2D ଭଳି ଅପସନ୍ ଅଛି। ଯଦି ଆପଣ କେବଳ ଆପଣଙ୍କର ମାଉସକୁ ସଲିଡୱାର୍କସରେ ଘୁଞ୍ଚାଉଛନ୍ତି ତେବେ ସିଧାସଳଖ ସେହି ପାର୍ଟ କଣ ଅଟେ ଯାହା ଉପରେ ଆମେ ଆଗରୁ କାମ କରିଛେ ତାହାର ମିନିମାଇଜଡ୍ ଭର୍ସନ ଦେଖାଏ। ଯଦି ଆପଣ ତାହା ପ୍ରକୃତରେ ଏଡିଟ୍ କରିବାକୁ ଚାହୁଁଛନ୍ତି ଏଥିରେ ତୁରନ୍ତ କ୍ଲିକ୍ କରନ୍ତୁ। ଏହା ସିଧା ସେହି ଡ୍ରଇଂକୁ ଖୋଲିଥାଏ ଓ ଏହି ସବୁ ଡାଇମେନସନ୍ ଆପଣ ଏହାକୁ ଏହି ସ୍ତରରେ ଦେଖି ନପାରନ୍ତି ଯେପର୍ଯ୍ୟନ୍ତ ଆମେ ଏହି ସମ୍ପୂର୍ଣ୍ଣ ଜିନିଷକୁ ଏକ ଡ୍ରଇଂ ସିଟ୍‌ରେ ରୂପାନ୍ତର ନ କରିଛେ। ସଲିଡୱାର୍କସ୍ ଆପଣ କେଉଁ ପ୍ରକାରର ଡାଇମେନସନ୍ ତିଆରି କରୁଛନ୍ତି ତାହା ଚିହ୍ନଟ କରେ। ଯେତେବେଳେ ଏହା ତିଆରି କରେ ସେହି ଡାଇମେନସନ୍ ଦେଖାଏ ଓ ଇଣ୍ଟରନାଲି ସେଭ୍ କରିଥାଏ। ଏହାପରେ ଯେତେବେଳେ ଆପଣ ଏହାକୁ ସେଭ୍ କରନ୍ତି ଆପଣ ଅନ୍ୟ ବିଲ୍ଟ ଇନ୍ ଫଙ୍କସନଗୁଡ଼ିକୁ କନଭର୍ଟ କିମ୍ବା ଇନଭୋକ୍ ନ କରିବା ପର୍ଯ୍ୟନ୍ତ ଏହା ସିଧାସଳଖ ଡାଇମେନସନ୍ ଦେଖାଇବ ନାହିଁ। ସେଥିପାଇଁ ପରବର୍ତ୍ତୀ କ୍ଲାସ୍‌ରେ ଆମେ ଅନ୍ୟ ପ୍ରକାରର ଜିନିଷଗୁଡ଼ିକ ବିଷୟରେ ଅଧିକ ଜାଣିବା ଯେପରିକି 2D ସିଟ୍ ଉପରେ ସର୍କଲ୍ କିପରି ଡ୍ର କରିବା। ବୋଧହୁଏ ସ୍ଲଟ୍ ସିଧା ସ୍ଲଟ୍ ଭଳି କିଛି ଏହାକୁ କିପରି ତିଆରି କରାଯିବ ଏଲିପ୍ସ କିପରି ତିଆରି କରିବେ ବିଭିନ୍ନ ପ୍ରକାରର ପେଣ୍ଟାଗୋନାଲ ପ୍ରକାରର ଷ୍ଟ୍ରକ୍ଚର ଓ ଅନ୍ୟାନ୍ୟ ଜିନିଷ କିପରି ତିଆରି କରିବେ। ଆପଣଙ୍କୁ ବହୁତ ଧନ୍ୟବାଦ ପରବର୍ତ୍ତୀ ଶ୍ରେଣୀରେ ଦେଖା ହେବା।